ଏହି ତିନି ପ୍ରକାରର ଭୋଜନ ଖାଇବା ଦ୍ୱାରା କମିଯାଏ ମନୁଷ୍ୟର ଆୟୁଷ। ଜାଣି ନିଅନ୍ତୁ ବନ୍ଧୁଗଣ, ମନୁଷ୍ୟକୁ କେଉଁ ଭୋଜନ କରିବା ଉଚିତ, ଅର୍ଥାତ୍ କେଉଁ ଭଳି ଭୋଜନ ମଣିଷ ପାଇଁ ଉପଯୁକ୍ତ ହୋଇଥାଏ, ସେହି ବିଷୟରେ ଆଜି ଆପଣଙ୍କୁ କହିବାକୁ ଯାଉଛି। ଥରେ ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ନିଜର ଏକ ପ୍ରଶ୍ନ ନେଇ ଆସିଲେ। ନାରଦଙ୍କ ପ୍ରଶ୍ନ ଥିଲା ଯେ ମନୁଷ୍ୟକୁ କେଉଁ ପ୍ରକାରର ଭୋଜନ କରିବା ଉଚିତ, କେଉଁ ପ୍ରକାରର ଭୋଜନ ମନୁଷ୍ୟର ଆୟୁଷ ବଢ଼ାଇଥାଏ ଏବଂ କେଉଁ ପ୍ରକାରର ଭୋଜନ ମନୁଷ୍ୟର ଆୟୁଷ କମ୍ କରିଥାଏ। ଏହାପରେ ଶ୍ରୀକୃଷ୍ଣ କହିଲେ ଯେ ମନୁଷ୍ୟ ଯେଉଁ ପ୍ରକାରର ଭୋଜନ କରିଥାଏ ସେହି ଅନୁଯାୟୀ ହିଁ ତାର ସ୍ୱଭାବ ଏବଂ ଭାଗ୍ୟ ଏବଂ ଆଗାମୀ ନିଶ୍ଚିତ ହୋଇଥାଏ। ମହର୍ଷି ଅଗସ୍ତ୍ୟ ଶ୍ରୀରାମଙ୍କୁ ତ୍ରେତୟା ଯୁଗରେ ଏହି କଥା କହିଥିଲେ, ଯାହାକୁ ଆଜି ମୁଁ ଏହି ଭିଡିଓ ମାଧ୍ୟମରେ କହିବାକୁ ଯାଉଛି। ତ୍ରେତୟା ଯୁଗରେ 100 ଯୋଜନ ଦୀର୍ଘ ଏକ ଜଙ୍ଗଲ ଥିଲା। ସେଠାରେ କୌଣସି ଜୀବଜନ୍ତୁ ପ୍ରବେଶ କରୁନଥିଲେ, କିନ୍ତୁ ଜଙ୍ଗଲର ମଧ୍ୟ ଭାଗରେ ଏକ 4 କୋଶର ହ୍ରଦ ଥିଲା ଯେଉଁଠି ହଂସ ଏବଂ ଅନ୍ୟାନ୍ୟ ଜୀବ ରହୁଥିଲେ। ଥରେ ଅଗସ୍ତ୍ୟ ମୁନି ସେହି ହ୍ରଦ ଦେଇ ଯାଉଥିବା ସମୟରେ ଏକ ଅଦ୍ଭୁତ ଜିନିଷ ଦେଖିଲେ। ସେଠାରେ ଅତି ଏକ ପୁରୁଣା କୁଟୀର ଥିଲା, ଯାହାକି ପୁରୁଣା ହେବା ସତ୍ତ୍ୱେ ବି ଅତ୍ୟନ୍ତ ସୁନ୍ଦର ଥିଲା। ମୁନି ସେହିଦିନ ରାତିରେ ସେହି ଘର ଭିତରେ ବିଶ୍ରାମ ନେବା ପରେ ଆଗାମୀ ଦିନ ସେହି ହ୍ରଦ ପାଖକୁ ଯାଇ ଦେଖିଲେ ଯେ ସେଠାରେ ଏକ ହୃଷ୍ଟପୃଷ୍ଟ ମଣିଷର ଶବ ପଡ଼ିଥିଲା। କିଛି ସମୟ ସେଠାରେ ଅପେକ୍ଷା କରିବା ପରେ ଆକାଶରୁ ଏକ ଦିବ୍ୟ ବିମାନ ଆସି ଅଟକିଲା। ସେଥିରୁ ଜଣେ ଦିବ୍ୟ ପୁରୁଷ ବାହାରି ସେହି ହ୍ରଦରେ ସ୍ନାନ କରିବା ସହିତ ସେହି ବିଶାଳ ମଣିଷର ଶବର ମାଂସକୁ ଖାଇବା ସହିତ ପୁଣି ଥରେ ସେହି ବିମାନରେ ବସି ଯିବାକୁ ଲାଗିଲେ। ସେହି ସମୟରେ ମୁନି ସେହି ଦିବ୍ୟ ପୁରୁଷଙ୍କୁ ଡାକିବାରେ ଲାଗିଲେ ଏବଂ ପଚାରିଲେ ଯେ ସ୍ୱର୍ଗରୁ ଆସି ମଧ୍ୟ ସେ କାହିଁକି ଶବ ମାଂସ ଖାଉଛନ୍ତି। ଏହା ଶୁଣିବା ପରେ ଦିବ୍ୟ ପୁରୁଷ ଜଣଜ ନିଜର କାହାଣୀ ଶୁଣାଇବା ଆରମ୍ଭ କଲେ। ବିଦର୍ଭ ଦେଶରେ ତାଙ୍କର ମହା ଯଶସ୍ୱୀ ପିତା ଶାସନ କରୁଥିଲେ ଏବଂ ତାଙ୍କର 3 ରାଣୀ ଏବଂ 2 ପୁଅ ମଧ୍ୟରୁ ସେ ନିଜେ ଶ୍ୱେତ ନାମରେ ବଡ଼ ପୁଅ ଥିଲେ। ପିତାଙ୍କ ମୃତ୍ୟୁ ପରେ ସେ ରାଜା ହେଲେ। ମାତ୍ର ଅନେକ ବର୍ଷ ଶାସନ ପରେ ଶାସନ ଭାର ନିଜ ସାନ ଭାଇ ସୁରତଙ୍କୁ ଦେଇ ଘର ଛାଡ଼ି ସେ ଏହି ହ୍ରଦ ପାଖରେ ଆସି କଠୋର ତପସ୍ୟା କରି ବ୍ରହ୍ମଲୋକ ପାଇଲେ। ମାତ୍ର ସେଠାରେ ଯେତେବେଳେ ତାଙ୍କୁ ଭୋକ ଶୋଷ ଲାଗିଲା ସେତେବେଳେ ସେ ବ୍ରହ୍ମାଙ୍କୁ ଏହାର କାରଣ ପଚାରିଲେ। ବ୍ରହ୍ମା କହିଲେ ଯେ ସେ ଧର୍ମ କାମ କରିନଥିବାରୁ ବ୍ରହ୍ମଲୋକରେ ତାଙ୍କୁ ଭୋକ ଶୋଷ ଲାଗୁଛି। ଏହି କାରଣରୁ ତାଙ୍କୁ ଏହି ପାପ ଲାଗିଛି। ତେଣୁ ସେହି ହ୍ରଦ ପାଖରେ ପଡ଼ିଥିବା ନିଜ ଶରୀରକୁ ଖାଇ ତାଙ୍କୁ ଭୋକ ମେଣ୍ଟାଇବାକୁ ବ୍ରହ୍ମା କହିଥିଲେ। ଏହା ବ୍ୟତୀତ ବ୍ରହ୍ମା ତାଙ୍କ ଶରୀରକୁ ଅକ୍ଷତ କରିଥିଲେ, ଯେଉଁ କାରଣରୁ ସେ ଯେତେ ଖାଇଲେ ମଧ୍ୟ ତାଙ୍କ ଶରୀର ଶେଷ ହେବ ନାହିଁ। ଆଉ 100 ବର୍ଷ ପୂରଣ ହେବା ପରେ ଯେତେବେଳେ ମହର୍ଷି ଅଗସ୍ତ୍ୟ ଆସିଲେ ସେ ଏହି ପାପରୁ ମୁକ୍ତି ପାଇବେ ବୋଲି କହିଥିଲେ। ଏହାପରେ ମୁନି ଅଗସ୍ତ୍ୟ ନିଜର ପରିଚୟ ଦେଇ ସେ କ'ଣ ଚାହୁଁଛନ୍ତି ବୋଲି ପଚାରିଲେ। ଏହାପରେ ରାଜା ଖୁସି ହୋଇ ମହର୍ଷି ଅଗସ୍ତ୍ୟଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଏପରି ଘୃଣିତ ଆହାରରୁ ମୁକ୍ତି ଦେବାକୁ କହିଲେ। ଏହା କହି ଯେତେବେଳେ ସେ ଦିବ୍ୟ ଆଭୂଷଣ ମୁନିଙ୍କ ହାତରେ ଦେଲେ ସେହି କ୍ଷଣି ତାଙ୍କର ମୃତ ଶରୀର ଅଦୃଶ୍ୟ ହୋଇଗଲା ଏବଂ ସେ ପାପରୁ ମୁକ୍ତ ହୋଇଗଲେ। ଏହାପରେ ସେ ସେହି ବିମାନରେ ବସି ବ୍ରହ୍ମଲୋକ ଚାଲିଗଲେ। ଏହିଭଳି ରାଜା ଶ୍ୱେତଙ୍କୁ ଦାନ କରି ନଥିବା ପାପରୁ ମୁକ୍ତି ମିଳିଥିଲା। ତେଣୁ ପ୍ରତ୍ୟେକ ମନୁଷ୍ୟକୁ ନିଜ ଜୀବନ କାଳରେ ଦାନ ନିଶ୍ଚୟ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଦାନ କଲେ ହିଁ ବ୍ରହ୍ମଲୋକରେ ଶାନ୍ତି ପ୍ରାପ୍ତ ହୋଇଥାଏ। ଭୋଜନ ଆରମ୍ଭ କରିବା ପୂର୍ବରୁ ଅଳ୍ପ ଭୋଜନ ଭୂମି ଉପରେ ରଖିବା ଉଚିତ। ଖାଇବା ସମୟରେ କେହି ଅତିଥି ଆସିଲେ ସେମାନଙ୍କୁ ସମ୍ମାନପୂର୍ବକ ଭୋଜନ କରାଇ ବିଦାୟ ଦିଅନ୍ତୁ। ରୋଗୀ, ବୃଦ୍ଧ, ଛୋଟ ପିଲା ଏବଂ ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ଭୋଜନ କରାଇବା ପରେ ଯାଇ ଭୋଜନ କରନ୍ତୁ। ପୂର୍ବ ଦିଗରେ ବସି ଭୋଜନ କଲେ ରୋଗ ଏବଂ ମାନସିକ ଅଶାନ୍ତିରୁ ମୁକ୍ତି ମିଳିଥାଏ। ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରନ୍ତୁ ନାହିଁ, କାରଣ ଏହା ମୃତ୍ୟୁର ଦିଗ ହୋଇଥାଏ। ଭଙ୍ଗା ପାତ୍ରରେ କେବେ ବି ଭୋଜନ କରନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଦେବା ଦେବୀଙ୍କ ପୂଜା, ଏକାଦଶୀ ଦିନରେ ଆମିଷ ଭୋଜନ କରନ୍ତି ନାହିଁ, ଅନ୍ୟ ଦିନରେ ଆମିଷ ଖାଆନ୍ତି, ତାଙ୍କ ଜୀବନରେ କୌଣସି ଲାଭ ବା ଉନ୍ନତି ନାହିଁ। କୌଣସି ଜୀବକୁ ହତ୍ୟା କରି ତାକୁ ଖାଇବା ହେଉଛି ପାପ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ ଦେଇଥାଏ। ଯେଉଁ ବ୍ୟକ୍ତି ସାରା ଜୀବନ ସାତ୍ବିକ ଭୋଜନ କରେ ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ସଦା ରହିଥାଏ। ସେହି ବ୍ୟକ୍ତିମାନେ ସାଧାରଣତଃ କେବଳ ଆଧ୍ୟାତ୍ମ ସତ୍ୟ ପଥରେ ଯିବାକୁ ସାହସ କରିଥାନ୍ତି। ସେହି ମହାନାତ୍ମାଙ୍କୁ ମୋର ସାଦର ପ୍ରଣାମ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍,
हाइप वीडियो को निज सांगमान को शेयर करंतु एवं आमर सत्य गाइडर यूट्यूब चैनल को सब्सक्राइब करने को भूलिबेनी। मनरे दबंद थिले कमेंट करंतु उत्तर देबाकू चेष्टा करिबी। धन्यवाद। जय श्री कृष्ण।